हेलो फ्रेंड्स वेलकम बैक टू आवर चैनल। तो आज मैं प्रस्तुत हो जाइछु आ गोटे नुआ चैलेंज वीडियो नेकी। तो आसंतु जानिबा आज चैलेंज वीडियो रे कोन अछि। भात अच्छी आउ भाकुर माछर झोल जोटा आपन फरमाइश थिला भाकुर माछर झोल आज देखंतु भाकुर माछर झोल माने एटा बेसर रे करा हिजी जोटा कि बहुत बढ़िया बास्ना आ आधे आंबुल भी पड़ी छी बहुत टेस्टी एकदम खट्टा मीठा लागिवो आ एठी थुआ हिची हमर एक्स्ट्रा ग्रेवी माने आउ टिके दरकार पड़ला तो सेठ पेंका। तो चलंतु स्टार्ट करिवा आज चैलेंज वीडियो लास्ट जाए देखंतु काना वीडियो लास्ट अछि ओटा बढ़िया सरप्राइज जे जिततिबो से जिततिबो जे हारिबो ताको जितला वाला पनिशमेंट दबो। तो चलंतु हम चैलेंज स्टार्ट करिवा 3 2 1 गो स्टार्ट करिया। आम चैनल को जो नुआ सब्सक्राइब करेंगे ना आम चैनल को जो नुआ आसने लाइक शेयर सब्सक्राइब और कमेंट करूँ कि आपको आम वीडियो केमती लगुच आम नुआ नुआ आउ कौन आणबू वीडियो। भाकुर माछ भाकुर माछर कम कंटा गोटे तो कंटा नुहे बहुत खंड कम थाए मांसड़ा माछ भाकुर माछटा लिकेजिया जोटा थो सेटा मांसड़ा मांसड़ा थो सेटा भलो नुहे। चिकेन करी चिकेन करी जदि आप ठंडा है या तो फिर मेडिसिन खाई खाई आप पाटर टेस्ट पड़े तो एमती बेसर भाकुर माछ कर खातु पूरा ठंडा भी छाड़ पूरा राग राग स्पाइसी पूरा। गोटे बड़ भाकुर देखि आणतु ताको कटे काटबे पूरा बेई गुड़ा भलसे चकुट देवी आलू को तापरे खटाटा भल पड़े ना खटा बढ़िया लाଗୁଛି।
କମେଣ୍ଟରେ କୁହନ୍ତୁ କାହାର କାହାର ଆଜି ଭାକୁର ମାଛ ତରକାରୀ ହେଇଛି। ଆଉ ଯଦି ବି କରିନାହାନ୍ତି ତ ବୁଧବାରକୁ କରନ୍ତୁ। ମାଛ ବି ସବୁ ଖାଇବାର ଅଛି। ଭାକୁର ମାଛ ତ ମୁଁ ଛାଡ଼ିବିନି। ଲାଇକ୍ କରିବ, ସେୟାର କରିବ, ଆଉ ସବସ୍କ୍ରାଇବ୍ କରିବ, ଆଉ କମେଣ୍ଟରେ କହିବ ଭାକୁର ମାଛ ତରକାରୀ କେମିତି ଦେଖାଯାଉଥିଲା ନା। ଭାକୁର ଖାଇଲେ କଣ୍ଟା ନଥାଏ, ଆରାମରେ ଖାଇଯାଏ। ମୁଁ ଜିତିଲି। ବହୁତ ହି ଟେଷ୍ଟ। ଯେଉଁ ଜାଗାରେ କଣ୍ଟା ସେଇ ଜାଗାରେ ହିଁ ହାରିଲା। ଭାକୁର ମାଛର ଝୋଳ ଟିକେ ନିଆରା ନା। ବହୁତ ଟେଷ୍ଟ। ଶାନ୍ତି। ସରିଲା। ଧୀରେ ଧୀରେ ଖାଅ। ହଁ ତ ସାଇଡ଼ରେ ଖାଇ ତରକାରୀରେ ଖାଇବି। ସୋରିଷ ଦେଇ କରିବେ ତାର ମଜାଟା ପୁରା ଅଲଗା ଟାଇପ୍ର। ତା ଦେହରେ ଟିକେ ଆମ୍ବୁଲ ପକେଇଦେବେ, ଓହ ବଢ଼ିଆ ଲାଗିବ। ବହୁତ ଟେଷ୍ଟ। ତ ସାଙ୍ଗମାନେ ଆପଣ ଦେଖିଲେ କି ଆମର ଏଠି ଚ୍ୟାଲେଞ୍ଜ ଭିଡ଼ିଓ ସରିଯାଇଛି। ମାମା ଜିତି ସାରିଲେଣି ଆଉ ମୁଁ ହାରିଛି। ଆଉ ମୋର ପନିଶମେଣ୍ଟ ବାରି ଅଛି, ତ ଆପଣମାନେ କୁଆଡ଼େ ଯାଆନ୍ତୁ ନାହିଁ। ଆମେ ସାଙ୍ଗେ ସାଙ୍ଗେ ଯିବୁ ଆଉ ସାଙ୍ଗେ ସାଙ୍ଗେ ଆସିବୁ। ଏସବୁ କେହି ଯାଇନଥିବେ, ପନିଶମେଣ୍ଟ ପାଇବୁ, ସମସ୍ତେ ଦେଖିବେ। କେହି ଯାଇନଥିବେ, ମୁଁ ଜାଣିଛି ସବୁ ଥିବେ, ଅପେକ୍ଷା କରିଥିବେ। ଆମେ ଖାଲି ସାଙ୍ଗେ ସାଙ୍ଗେ ଯାଉଛୁ, ଆକୁ ସବୁ ଟିମ୍ କରିଦେଇକି ଆସିବୁ। ହ୍ୟାଲୋ ଫ୍ରେଣ୍ଡସ୍, ତ ଆମେ ସବୁ ଗୁଡ଼ା ସଫା କରିକି ଆସି ସାରିଲୁଣି। ଆଉ ଏବେ ହେଲା ମୋ ପନିଶମେଣ୍ଟର ବାରି। ତ ଆସନ୍ତୁ ଦେଖିବା କ'ଣ ମୋ ପନିଶମେଣ୍ଟ। କ'ଣ ଆଣିଛ? ଭଲ ପନିଶମେଣ୍ଟ ଆଣିଛି, ଇଏ ଦେଖନ୍ତୁ। ପୁଣି ସେ କଞ୍ଚା ପରିବାରେ ଗୋଟେ ମୂଳା ନେଇକି ଆସିଛି, କିନ୍ତୁ ଏଇ ମୂଳାଟାକୁ ଗୋଟେ ଖାଇବାର ଅଛି ଗୋଟେ ଷ୍ଟାଇଲରେ। ପୁଣି କୋଉ ଗୋଟେ ପଶୁ ପକ୍ଷୀ କି ଜୀବଜନ୍ତୁ କ'ଣ ଗୋଟେ ହେବି ଆଉ। ମଙ୍କି ପରି ଖାଇବ, ଯେମିତି ମଙ୍କି ମାନେ ଖାଆନ୍ତିନି। ମଙ୍କି କେମିତି ଖାଆନ୍ତି ମଙ୍କି ହେଇକି? ନା ପନିଶମେଣ୍ଟ ତ ପନିଶମେଣ୍ଟ, ମଙ୍କି ପରି ଖାଇବା ସେ। ତାପରେ ତମେ ମନେ ରଖୁଥିବ ହେଲା, ତମେ ହାରିଲେ ଦେଖିବା। ମୁଁ ତ ହାରିବିନି ସାଙ୍ଗମାନେ, ଦେଖିବା ଆଉ। ମଙ୍କି ପରି
ଯେମିତି ଗଛ ଡାଳ ଡାଳ ଚଢ଼ିକି ଯେମିତି ଖାଆନ୍ତି ସବୁ ଏଇଠି ଡାଳ ନାହିଁ, ଗଛ ନାହିଁ। ମନେ ମନେ ଭାବିଥାଏ ଗଛ ଡାଳରେ ଚଢ଼ି ଚଢ଼ିକି ଖାଆନ୍ତି। କେମିତି କେମିତି ଖାଆନ୍ତି? ଏଇଟା ସାଙ୍ଗମାନେ ଯଦି କଦଳୀ ହେଇଥାନ୍ତା। ମୋ ପାଟିରେ ଟେଷ୍ଟ ପଳେଇଲା ଆମ୍ବ ମାନେ ଆଉ ଏଇଟା ଆଉ ହେଇପାରିବନି, ମୋ ଦ୍ୱାରା ଆଉ ହେଇପାରିବନି। ତ ହ୍ୟାଲୋ ସାଙ୍ଗମାନେ, ଆଉ ମୁଁ ପନିସମେଣ୍ଟ ନେଇପାରିବିନି। ଛି ଏତେ ବେକାର ଟେଷ୍ଟ, ପୁରା ଜିଭ ଉପରେ ପୁରା କରେଣ୍ଟ ଖାଇଲା ଭଳିଆ ଲାଗୁଛି। କଞ୍ଚାମୂଳା ଖାଇବାଟା ଭଲ। କଞ୍ଚାମୂଳା ଖାଇଲେ ଏ ଯୋଉ ଠୁସ୍ ଠାସ୍ ପୁରା ଏକଦମ ପେଟ କ୍ଲିୟର। ତ ସାଙ୍ଗମାନେ ଆପଣଙ୍କୁ ଏଇ ଭିଡ଼ିଓଟା ଆମର କେମିତି ଲାଗିଲା କମେଣ୍ଟରେ ଜଣାନ୍ତୁ। ଆଉ ଆମ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ଜମା ବି ଭୁଲିବେନି। ଆଉ ବେଲ୍ ଆଇକନ୍କୁ ଯାଇକି ଅଲ୍ ନୋଟିଫିକେସନକୁ କ୍ଲିକ୍ କରିବେ ତାକି ଆମର ଆହୁରି ନୂଆ ନୂଆ ଭିଡ଼ିଓ ଆପଣଙ୍କ ପାଖକୁ ଆଉ ଆସିବ। କମେଣ୍ଟରେ କହିବେ ଭାକୁର ମାଛ ଝୋଳ କେମିତି ଲାଗିଲା। ଆଜ୍ଞା।